ଆଜି ଆମର ଯେଉଁ ସମବେଦନା ଜ୍ଞାପନ ସଭା ହେଇଥିଲା ଓ ଆର୍ଥିକ ରାଶି ବଣ୍ଟନ କାର୍ଯ୍ୟକ୍ରମ ଆମର ବଙ୍ଗାଳୀ ସମାଜ ମାଲକାନଗିରି ପକ୍ଷରୁ ଆୟୋଜନ କରାଯାଇଥିଲା। ଆଉ ପ୍ରାୟ ସବୁ ଗାଁରୁ ଆସିଥିଲେ। ଆଉ ଯେଉଁ ଆମର MD 26ରେ ଯେଉଁ ଇନସିଡେଣ୍ଟ ହେଇଥିଲା ତାଙ୍କୁ ଆମର ସମାଜ ତରଫରୁ ସେମାନେ 1,08,50,000 ଟଙ୍କା ରାଶି ବଣ୍ଟନ କରିବା କାର୍ଯ୍ୟକ୍ରମ ହେଇଥିଲା। ଆଉ ସମସ୍ତେ କେମିତି ପ୍ରଶାସନର ସୁବିଧା ଅସୁବିଧା ଯେଉଁଟା ଅଛି ଆଇନ ଆଖରେ ସମସ୍ତେ ସମାନ କେମିତି ତାଙ୍କୁ ସହଯୋଗ କରାଯିବ, ତ ତାଙ୍କର ସୁରକ୍ଷା ସବୁବେଳେ ଯେଉଁ ଘଟଣା ହେଇଥିଲା ସେଟା ଯେମିତି ପୁନରାବୃତ୍ତି ନ ହେବ। ଆଉ ସମସ୍ତେ ଏଇ ଯେଉଁ ଆମର ଶାନ୍ତିପୂର୍ଣ୍ଣ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜିଲ୍ଲାରେ ସମସ୍ତ ଜାତି ବର୍ଣ୍ଣ ନିର୍ବିଶେଷରେ ସମିତି ମିଶିକି ଯେମିତି ଆଗରୁ ଥିଲେ ସେଟା ଜାରି ରହିବ, ଭାଇଚାରା ଜାରି ରହିବ। ଓ ପ୍ରଶାସନ ମଧ୍ୟ ଯେଉଁ ଆମର ପଇସା ଯେଉଁଟାକି 4,64,00,00,000 ଆମର ପଇସା ଆସିଛି, ଯେଉଁଟାକି ଯେଉଁମାନଙ୍କର ଘର ଭାଙ୍ଗିଛି କି ଅନ୍ୟ ନାଶବାପତ୍ର ନଷ୍ଟ ହେଇଛି, ତା ସହିତ ଆମର ଯେଉଁମାନେ ମୃତ ବ୍ୟକ୍ତି ତାଙ୍କର ପରିବାରକୁ ମଧ୍ୟ 20 ଲକ୍ଷ ସହାୟତା ଆସିଛି, ସେଇଟା ମଧ୍ୟ ଆମେ ବହୁତ ଶୀଘ୍ର ପ୍ରଦାନ କରିବୁ।